ମନକୁ ଆସେ କି ସବୁ ଜିନିଷ ଭଳି ଘରର ମଧ୍ୟ ଗୋଟେ ଏକ୍ସପାୟରି ଡେଟ୍ ଥିବ। ଯେତେବେଳେ ଆପଣ ଜଣକୁ ଘର ହ୍ୟାଣ୍ଡ ଓଭର କରନ୍ତି ସେତେବେଳେ ସେମାନେ କ୍ୱେଶ୍ଚିନ୍ କରନ୍ତି କି ଏଇଟା କେତେ ବର୍ଷ ପରେ ମୋତେ ପୁଣି ଥରେ ମେଣ୍ଟେନାନ୍ସ କରିବା ପାଇଁ ପଡ଼ିବ ବା କେତେ ବର୍ଷ ଗଲେ ମୁଁ ଏଥିରେ ଟିକେ ଖର୍ଚ୍ଚ କରିବା ପାଇଁ ପଡ଼ିବ ଯାହାପରେ ମୁଁ କିଣିଥିବା ଘର ସୁରକ୍ଷିତ ରହିପାରିବ। ସାର୍ ସେମିତି କିଛି ଏକ୍ସପାୟରି ଡେଟ୍ ସତରେ ଘରର ଅଛି? ଯେମିତି ଆପଣ ମଣିଷର ଗୋଟେ ଲାଇଫ୍ ସ୍ପାନ୍ ଅଛି। ଧରନ୍ତୁ ମଣିଷର ଲାଇଫ୍ ସ୍ପାନ୍ 100 ଇୟର୍ସ, ଆମେ ଧରିବା ଆଜିକାଲି 100 ଇୟର୍ସ, ବଟ୍ କିଛି ଲୋକ 40 ଇୟର୍ସ ବି ଏକ୍ସପାୟାର କରିଯାଉଛନ୍ତି, କିଛି ଲୋକ 100 ଇୟର୍ସ ପର୍ଯ୍ୟନ୍ତ ରହୁଛନ୍ତି। ତ ତା ପାଇଁ ଆପଣଙ୍କୁ ପ୍ରପର୍ ବଡ଼ିର ମେଣ୍ଟେନାନ୍ସ ନେବାକୁ ପଡ଼ୁଛି। ଆପଣ ସକାଳେ ଏକ୍ସରସାଇଜ୍ କରୁଛନ୍ତି, ଦରକାର ବେଳେ ମେଡ଼ିସିନ୍ ନେଉଛନ୍ତି, ଦେନ୍ ଆପଣ 100 ଇୟର୍ସ ପର୍ଯ୍ୟନ୍ତ ଭିଜିବଲ୍ ଅଛି ଯେ ଆପଣ ବଞ୍ଚିବେ। ସେଇ ଟାଇପ୍ର ଘରର ମଧ୍ୟ ଆମେ କହୁଛୁ 100 ଇୟର୍ସ ପର୍ଯ୍ୟନ୍ତ ଘରଟି ରହିବ, ବଟ୍ ତାକୁ ଆପଣ ରେଗୁଲାର ୱେରେ ମେଣ୍ଟେନ୍ କରିବା ଦରକାର। ଯଦି ଘରର ଗୋଟେ ମେଣ୍ଟେନାନ୍ସଟା ପ୍ରପର୍ଲି ନ ହେବ, ଘର ଅଛି ମାନେ ନିଶ୍ଚିନ୍ତ ମେଣ୍ଟେନାନ୍ସ ମାଗିବ, ଆପଣ ତାକୁ ଆଭଏଡ଼ କରିପାରିବେ ନାହିଁ।